ଲଙ୍କାର ଯୁଦ୍ଧଭୂମିରେ ପ୍ରତୀକ୍ଷାରତ ବାନରଗଣ ପ୍ରଭୁ ରାମ, ଲକ୍ଷ୍ମଣ, ହନୁମାନ, ଜାମ୍ବବନ୍ତ ଇତ୍ୟାଦି ସମସ୍ତ ବୀର ଅପେକ୍ଷା ରାବଣ ପକ୍ଷରୁ ଯୋଦ୍ଧାମାନଙ୍କର ଆଗମନ ଏ ପର୍ଯ୍ୟନ୍ତ ଲଙ୍କାର ମୁଖ୍ୟ ଦ୍ୱାର ଖୋଲି ନାହିଁ। ସେଇଥିପାଇଁ ସମସ୍ତେ ଅପଲକ ନୟନରେ ଅନାଇ ରହିଛନ୍ତି ଲଙ୍କାର ମୁଖ୍ୟ ଦ୍ୱାରକୁ। ହଠାତ୍ ଏହି ସମୟରେ ଖୋଲି ଯାଇଛି ଲଙ୍କାର ମୁଖ୍ୟ ଦ୍ୱାର, ବାଜି ଉଠିଛି ଭେରିତୁରୀ। ଲଙ୍କେଶ୍ୱର କି ଜୟ, ଲଙ୍କେଶ୍ୱର କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଛି ଗଗନ ପବନ। ରଥରେ ଆରୂଢ଼ ହୋଇ ନିଜେ ରାବଣ ଯୁଦ୍ଧଭୂମିକୁ ଆସୁଛି ଯୁଦ୍ଧ କରିବାକୁ। ଏ ଖବରଟି ପ୍ରଥମେ ପହଞ୍ଚି ଯାଇଛି ଯାଇ ଜାମ୍ବବନ୍ତଙ୍କ ପାଖରେ। ତତ୍କ୍ଷଣାତ୍ ଜାମ୍ବବନ୍ତ ଯାଇ ପ୍ରଭୁ ଶ୍ରୀରାମକୁ କହିଛନ୍ତି ଯେ ଲଙ୍କାପତି ରାବଣ ନିଜେ ଆସୁଛି ଯୁଦ୍ଧ କରିବାକୁ। ପ୍ରଭୁ ରାମ ପଚାରୁଛନ୍ତି, ନିଜେ ଲଙ୍କାପତି? ସେ ନିଜେ ଆସୁଛନ୍ତି ଯୁଦ୍ଧ କରିବା ପାଇଁ ଆଜି? ଏତେ ଶୀଘ୍ର ସେ ନିଜେ ଯୁଦ୍ଧଭୂମିକୁ କାହିଁକି ଆସୁଛି? ତା ପାଖରେ ଏତେ ମହାନ ଯୋଦ୍ଧା ଥାଉ ଥାଉ ଏ ଲଙ୍କାପତି ରାବଣ ନିଜେ କ'ଣ ପାଇଁ ଆଜି ଏତେ ଶୀଘ୍ର ନିଜେ ଯୁଦ୍ଧଭୂମିକୁ ଚାଲି ଆସିଲା? ଜାମ୍ବବନ୍ତ କହୁଛନ୍ତି, ତାର ମକରାକ୍ଷ ଓ ପ୍ରଶସ୍ତଙ୍କର ମୃତ୍ୟୁ ବୋଧେ ହଜମ ହୋଇନାହିଁ। ଏହାର ଅନ୍ୟ ଅର୍ଥ ଯେ ବୋଧହୁଏ ରାବଣ ନିଜର ମାନସିକ ସନ୍ତୁଳନ ହରାଇ ସାରିଛି। ଯୁଦ୍ଧରେ ବୀରଙ୍କର ଏପରି ବିଚଳିତ ହେବା ଉଚିତ ନୁହଁ। ଦଶାନନ ଏପରି ବିଚଳିତ ଯେ ଏତେ ଯୋଦ୍ଧା ଥାଉ ଥାଉ କାହାରି ଉପରେ ଭରସା ନ କରି ନିଜେ ଯୁଦ୍ଧଭୂମିକୁ ଓହ୍ଲାଇ ଆସିଛି। ପ୍ରଭୁ ରାବଣର ଏ ପ୍ରକାର ଚିନ୍ତାଧାରା, ତାର ଏ ପ୍ରକାର ଭାବ ଆମ ପାଇଁ ବିଜୟର ସଂକେତ ଦେଉଛି। ଏହାପରେ ଦ୍ୱାର ଦେଇ ରଥାରୂଢ଼ ରାବଣର ରଥ ତତ୍ପଶ୍ଚାତ୍ ରାକ୍ଷସଗଣ ପହଞ୍ଚିଛନ୍ତି ଯୁଦ୍ଧଭୂମିରେ। ଉଭୟ ସେନାଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ରାବଣ ଆସି ପହଞ୍ଚି ଯାଇଛି ଯୁଦ୍ଧଭୂମିରେ ଏବଂ ଚାରିଆଡ଼କୁ ବୀରଦର୍ପରେ ଅନାଇ ଜୋରରେ ଚିତ୍କାର କରି କହିଛି, କେହି ଅଛି ଏ ବୀର ରାବଣ ସହିତ ଯୁଦ୍ଧ କରିବାକୁ? କାହା ପାଖରେ ସାମର୍ଥ୍ୟ ଅଛି ଯେ ରାବଣ ପରି ତ୍ରିଭୁବନ ବିଜୟୀ ବୀର ସହ ଯୁଦ୍ଧ କରି ନିଜ ଜୀବନକୁ ବିପନ୍ନ କରିବ? ମୁଁ ଜାଣିବାକୁ ଚାହୁଁଛି ସେ ବୀରଟି କିଏ? ରାବଣ ଯେତେ ଠିଆ ହେଇଛ ତୁମେ ସୁରବୀର, ଏଠି ସମସ୍ତଙ୍କୁ ଯୁଦ୍ଧ ନିମନ୍ତ୍ରଣ ଦେଉଛି। ଯାହାର ମୃତ୍ୟୁ ଦରକାର ସେ ଆସି ମୋର ସାମ୍ନା କରୁ। ଏହି ସମୟରେ ସୁଗ୍ରୀବ କହିଛନ୍ତି, ଏଠି ଜଣକୁ ବଳି ଜଣେ ପରାକ୍ରମୀ ବୀର ଅଛନ୍ତି। ତୁମେ ଯାହାଠାରୁ ହାରିବାକୁ ଚାହୁଁଛ ତାକୁ ତୁମେ ବାଛ। ବାଛିବାର ଅଧିକାର ତୁମକୁ ଦିଆଗଲା। ତୁମେ କୁହ, ତୁମେ କାହା ସହିତ ଲଢ଼ିବାକୁ ପସନ୍ଦ କରିବ? ରାବଣ କହିଛି, ସୁଗ୍ରୀବ, ସେଦିନ ଯୁଦ୍ଧରେ ତୁ ମୋ ଠାରୁ ହାରି ପଳାୟନ କରିଥିଲୁ। ପଳାୟନ କରିଥିବା ଜଣେ ବ୍ୟକ୍ତି ସହିତ କଥା ହେବାକୁ ମୁଁ ଚାହୁଁନାହିଁ। ସେଦିନ ହାରିଥିଲୁ, ଆଜି ଯୁଦ୍ଧ କଲେ ଖାଲି ହାରିବୁନି, ମରିବୁ ମଧ୍ୟ। ତେଣୁ ତୁ ଚୁପ୍ କର। ତୋର ଯୋଗ୍ୟତା ନାହିଁ ଏ ରାବଣ ସହିତ ଯୁଦ୍ଧ କରିବାକୁ। ଜାତିରେ ତୁ ହେଲୁ ମାଙ୍କଡ଼। ଯା, ଫଳମୂଳ ଖାଇ ଆରାମରେ ରହିବୁ। ଏଠି କାହିଁ ଚାଲି ଆସିଛୁ? ସେ ବନବାସୀ କୁଆଡ଼େ ଗଲା ମୋତେ କହ। ଶୁଣିଛି ତାର କୁଆଡ଼େ ଯୁଦ୍ଧ କରିବାକୁ ଭାରି ମନ।
तेणु मु निजे प्रथम ही चली आसिली युद्धभूमि को। मु चाहूनी बेकार युद्ध को अनेक दिन गड़ाई निरीह जीवजंतुकर निरीह प्राणी मानकर जीवन विनाश करने को। तेणुक मु निजे आसीगली युद्धभूमि को ये जे मोर आमना सामना राम सहित हेउ राम कथारे तुम सब निरीह प्राणी सिना एठी चली आसीछ युद्धर भयावहता तुम मान को मालूम नहीं। तेणु मु चाहू नहीं तुम परी निरीह जीव मान को मारिया ये युद्ध जेते दिन चलिबो सेते तो पर निरीह जीव मरिबे। तेणु शीघ्र राम को डाक मु ताको मारी ये युद्ध को एठारे शेष कर दिए। तापरी मूर्ख को शास्ति देले जाई मो लंका सुरक्षित हब। कारण एते दिन परे मु देखिबा को पाइली जे जणे केही ये लंका आड़ को आखि उठाई अनाइछि। जदि ता आखि को नष्ट कर दिया गला ताकू जदि मारी दिया गला एभली मरण नुह लोक देखिला परी मरण जदि ताकू दिया गला ताहले आगामी दिन रे कोनोसी भी शत्रु केबे भी कोनोसी परिस्थिति रे लंका ऊपर को आखि उठाई अनाइबा को साहस करिवे नहीं। या परे सुग्रीव कहिले हे रावण तोते किए कहिला जे तो परी एक अहंकारी दुराचारी लंपट चरित्रहीन परस्त्री हरणकारी पापी को भगवान एते शीघ्र दर्शन देवे बोली। प्रभुंकर आवश्यकता नहीं तोते मारिबा को ये बालीर भाई विभीषण बालीर भाई सुग्रीव ही यथेष्ट। यह कही सुग्रीव आक्रमण आरंभ करदेले रावण को। रावण प्रत्याक्रमण कला युद्ध चलिला। सुग्रीव गदा को रावणर खड्ग ठन ठन आवाज युद्ध प्रबल हैला। अनेक समय युद्ध चलला। शेष रावण एपरी एक आक्रमण कला जे गदा खसी पड़ला कहार सुग्रीवंकर एवं ये आघात रे सुग्रीव खंडे दूर जाई पड़िले। सुग्रीव अचेत चेता नहीं। सुग्रीव को अचेत देखी सरसंधान कला किए रावण मारिबा को सुग्रीव को। ये सर को हठात आसी काटिदेले लक्ष्मण एवं कहिले नीच तोते लज्जा लागू नहीं जड़े निशस्त्री अचेत व्यक्ति उपर को तू सरसंधान करुचु। तुमको तो युद्धर साधारण नियम मालूम नहीं। तुमको ये रणभूमि को किए पठाइला? आगे तुम्हें नियम शिखिकी आस तापर युद्धभूमि को आस। युद्धर साधारण नियम ये युद्धभूमि में मानिबा को पड़ी थाए। रावण से ज्ञान कौन तोर नहीं? यहाँ पर रावण गर्जी उठी कहिला जे युद्धभूमि को आसीगला से युद्ध करने को योग्य बोली ताको धरी निया जाए। राक्षस वीरंकर यही धर्म आमे मानवीय धर्म निर्बल विचारधारा ठारू बहुत ऊर्धरे। एकमात्र नियम आम पई जनतन प्रकारण विजय हासिल करने को पड़िबो जेमिति भी होना कहीं। या पर लक्ष्मण कहले तुम्हें ठीक कहिच। नियम धर्म विचार ये सब तो तुम परी लंपटर कौन संपर्क? ये तो सभ्य मानकर परिभाषा। तुम परी असभ्य दुराचारी मानकर पशु मानकर ये सब कथा मुंडरे पशिब नहीं। तुम्हें बुझीपारबनी ये सब भाषा को। यहाँ पर रावण कहला तुमर ये जो गाड़ी से गाड़ीर जवाब मोरे प्रथम बाण दब। यहाँ पर सरसंधान कला रावण लक्ष्य करी रावण लक्ष्मण को। लक्ष्मण मध्य प्रतिशर बाहर कले।
ଆରମ୍ଭ ହୋଇଗଲା ଯୁଦ୍ଧ ଘମାଘୋଟ ଚାଲିଲା। ରାବଣ ଯେତେ ଆକ୍ରମଣ କରୁଥିଲା, ଯେତେ ପ୍ରକାର ଶସ୍ତ୍ର ଶର ଛାଡ଼ିଲା, ପ୍ରତିଟି ଶରକୁ କାଟି ଥୋଇଦେଲେ ସୌମିତ୍ରୀ। ରାବଣ ଏପରି ଯୁଦ୍ଧ ଲକ୍ଷ୍ମଣଙ୍କ ଠାରୁ ଆଶା କରୁନଥିଲା। ଚକିତ ହୋଇଗଲା ରାବଣ। ବିଚଳିତ ଅବସ୍ଥାରେ ଏକ ନାଗବାଣ ପ୍ରୟୋଗ କଲା ଲକ୍ଷ୍ମଣଙ୍କ ଉପରକୁ। ଏହାକୁ ଲକ୍ଷ୍ମଣ ତିନତନ ପ୍ରକାରଣ କାଟି ଜୀବନ ସିନା ବଚାଇ ଦେଲେ, ହେଲେ ଏହି ସାପର ବିଷ ପ୍ରଭାବରେ ଲକ୍ଷ୍ମଣଙ୍କର ମୁଣ୍ଡ ଘୁରାଇବାକୁ ଲାଗିଲା ଏବଂ ଲକ୍ଷ୍ମଣକୁ ଚତୁର୍ଦିଗ ଅନ୍ଧାର ଦେଖାଗଲା। ଲକ୍ଷ୍ମଣ ଏହିପରି ଅବସ୍ଥାରେ ଯେତେବେଳେ ତଳେ ପଡ଼ିବାକୁ ଯାଉଛନ୍ତି, ହଠାତ୍ ଆସି ଅଙ୍ଗଦ ଇତ୍ୟାଦି ଧରି ପକାଇଛନ୍ତି ଲକ୍ଷ୍ମଣକୁ ଯେତେବେଳେ ଟେକି ନେଇ ଯାଉଛନ୍ତି ଅଙ୍ଗଦ ଇତ୍ୟାଦି, ସେତିକିବେଳେ ପୁଣି ଶର ମାରିବାକୁ ପ୍ରଚେଷ୍ଟା କରୁଥିଲା ରାବଣ ଲକ୍ଷ୍ମଣକୁ। ଏହା ଦେଖି ହନୁମାନ କ'ଣ କଲେ, ସାଙ୍ଗେ ସାଙ୍ଗେ ରାବଣ ରଥରେ ଚଢ଼ିଯାଇ ରାବଣକୁ ଗୋଟେ ମୁଖି ମାରିଲେ। ରାବଣ ରଥରେ ଟଳି ପଡ଼ିଲା ଏବଂ ହଠାତ୍ ରାବଣ ଉଠି କହିଲା, ବା ମୁଖି ମାରି ତୁମେ ମୋ ପାଦକୁ ଟଳମଳ କରିଦେଲ, ଅର୍ଥାତ୍ ତୁମ ପାଖରେ ବୀରତା ରହିଛି। ମାରିବାର ଗୋଟେ ଅବସର ମୋତେ ବି ମିଳିବା ଉଚିତ। ହନୁମାନ ପ୍ରସ୍ତୁତ ନାହାନ୍ତି। ହଠାତ୍ ହନୁମାନଙ୍କ ଛାତିକୁ ରାବଣ ଏପରି ଜୋରରେ ପ୍ରହାର କଲା ଯେ ହନୁମାନ ରଥ ଉପରୁ ଉଡ଼ି ଉଡ଼ି ଯାଇ ପଡ଼ିଗଲେ ତଳେ। ହନୁମାନ ସାଙ୍ଗେ ସାଙ୍ଗେ ଉଠିପଡ଼ି ରାବଣ ପାଖକୁ ଯାଇ ରଥ ଉପରେ ଚଢ଼ି ହନୁମାନ ଏପରି ଏକ ବିରାଟ ବିଶାଳକାୟ ରୂପ ଧାରଣ କଲେ, ତାହା ଦେଖି ଆଚମ୍ବିତ ହୋଇ ଉପରକୁ ଏମିତି ଅନାଇ ରହିଲା ରାବଣ। ହନୁମାନ ନିଜ ଗଦା ସାହାଯ୍ୟରେ ପ୍ରହାର କରିବାକୁ ଯାଉଛନ୍ତି ରାବଣକୁ। ପହଞ୍ଚି ଯାଇଛନ୍ତି ପ୍ରଭୁ ରାମ ପହଞ୍ଚି ଯାଇ କହିଲେ, ବା ରାବଣ ବା। ଯେମିତି ପ୍ରଭୁ ରାମ ପହଞ୍ଚି ଯାଇଛନ୍ତି, ସାଙ୍ଗେ ସାଙ୍ଗେ ଜୟ ଶ୍ରୀରାମ କହି ପ୍ରଣାମ ଜଣାଇ ସାଙ୍ଗେ ସାଙ୍ଗେ ନିଜର ପ୍ରକୃତ ରୂପକୁ ଫେରି ଆସିଲେ ହନୁମାନ। ରଥ ଉପରୁ ସାଙ୍ଗେ ସାଙ୍ଗେ ଓହ୍ଲାଇ ଆସିଛନ୍ତି ହନୁମାନ। ରାମ କହିଲେ, ବଜ୍ରଦେହୀ ରୁଦ୍ର ଅବତାରୀ ହନୁମାନଙ୍କର ମୁଷ୍ଟିକାର ଆଘାତକୁ ସମ୍ଭାଳି ନେଇ ତୁମେ ପ୍ରମାଣ କରିଦେଲ ରାବଣ ଯେ ତୁମେ ହେଉଛ ଜଣେ ଶକ୍ତିମାନ ଯୋଦ୍ଧା। ମାତ୍ର ଦୁଃଖ ଓ ପରିତାପର ବିଷୟ, ତୁମେ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ତୁମେ ଏ ଶକ୍ତିକୁ ଅଧର୍ମ ମାର୍ଗରେ ବ୍ୟବହାର କରୁଛ ଏବଂ ଏହି ଦୁର୍ଦ୍ଦଶାରେ ପହଞ୍ଚି ଯାଇଛ। ରାବଣ ଚିତ୍କାର କରିଛି, ଦୁର୍ଦ୍ଦଶା? କାହାର ଦୁର୍ଦ୍ଦଶା ହୋଇଛି, ମୋର ନା ତୋର? ରାମ କହିଛନ୍ତି, ତୁମର। ଖୁବ୍ ଜୋରରେ ବୁକୁ ଫଟାଇ ହସିଛି ରାବଣ ଯୁଦ୍ଧଭୂମିରେ ଏବଂ କହିଛି, ଜଣେ ବଣ ପରେ ବଣ ବୁଲୁଥିବା ବନବାସୀକୁ ଲଙ୍କା ସିଂହାସନରେ ବସିଥିବା ତ୍ରିଭୁବନ ବିଜୟୀ ଲଙ୍କେଶ୍ୱରର ବୈଭବରେ ଦୁର୍ଦ୍ଦଶା ଦେଖାଦେଲା, ସେ ଆଖି ନା ଆଉ କ'ଣ ତୋର? ହେ ରାମ, ତୁ ତ ମଧୁର ଭାଷାରେ ଏ ଅଜ୍ଞାନୀ ବାନରମାନଙ୍କୁ ସିନା ବଶ କରିପାରିଛୁ, ହେଲେ ବାନର ଏ ରାବଣ ନୁହଁ। ରାବଣ ହେଉଛି ତ୍ରିଭୁବନ ବିଜୟୀ ବୀର, ସେ ତୋ କଥାରେ ପଡ଼ିବାର ନାହିଁ। ରାମ କହିଲେ, ଭକ୍ତ ଓ ଅଜ୍ଞାନୀ ମଧ୍ୟରେ ଏଇ ତ ଫରକ। ଭକ୍ତ ଅପାଠୁଆ ହେଉ, ମୂର୍ଖ ହେଉ, ତଥାପି ସତ୍ୟ ଓ ସରଳ ହୋଇଥାଏ। ହେଲେ ଅଜ୍ଞାନୀ ତୁମ ପରି କଥା ମାନ କହି ଚାଲିଥାଏ, ତା ପାଖରେ ଆଉ କିଛି ବଞ୍ଚି ନଥାଏ। କେବଳ କଥା କହିବାର ପରିଭାଷା ତାକୁ ଜଣାଥାଏ। ସେ କେବଳ ଲମ୍ବା ଲମ୍ବା କଥା କହି ଅନ୍ୟକୁ ପ୍ରଭାବିତ କରିଥାଏ ଯେ ତୁମ ପରି ଅଜ୍ଞାନୀ ହୋଇଥାଏ। ଯେଉଁ କଥା ନିରର୍ଥକ ଓ ପତନକାରୀ ହୋଇଥାଏ, ଯାହା ହୃଦୟରେ ଅଧର୍ମ ଓ କପଟ ଥାଏ, ତାରି ଅବସ୍ଥା
ଠିକ୍ ତୁମ ପରି ହୋଇଥାଏ, ଯାହାକୁ ସ୍ୱର୍ଣ୍ଣ ଲଙ୍କାର ଆସନରେ ବସି ଓ ତ୍ରିଭୁବନ ବିଜୟୀ ହୋଇଲା ପରେ ମଧ୍ୟ ଅପୂର୍ଣ୍ଣତାର କଣ୍ଟା ତାକୁ ବାରମ୍ବାର ଆଘାତ କରି ବିଚଳିତ କରିଥାଏ। ଏ ସମୟରେ ତୁମ ମନ କେବଳ ଅଶାନ୍ତ, ଚିନ୍ତା, ବିଚଳିତ ହେବା ଇତ୍ୟାଦି ଘର କରିସାରିଛି। ତୋ ପରି ପ୍ରତ୍ୟେକ ଦୁରାଚାରୀଙ୍କୁ ଲାଗେ ମୋର ଅନ୍ତ ସମୟ ଆସିଗଲା। ଯେତିକିବେଳେ ଏ ସମୟ ଆସେ, ଯେତେବେଳେ ପରିସ୍ଥିତି ଆସେ, ସେତେବେଳେ ସେମାନେ ସୁରକ୍ଷିତ ଗାତ ବା ଆତ୍ମଗୋପନର ସୁରକ୍ଷିତ ସ୍ଥାନ ଖୋଜି ବୁଲନ୍ତି। ହେଲେ ଦୁଃଖ ପରିତାପର ବିଷୟ କେଉଁଠାରେ ସେମାନଙ୍କୁ ମିଳେ ନାହିଁ। ଏ ଅବସ୍ଥା ତୁମର ଆସିଯାଇଛି ରାବଣ, ତୁମର ଅନ୍ତ ସମୟ ଆସିଯାଇଛି। ତେଣୁ ପ୍ରସ୍ତୁତ ରୁହ। ତୁମ ପାଖରେ ତୁମ ପାପର ବିଷ ତୁମ ମନକୁ ସମ୍ପୂର୍ଣ୍ଣ ରୂପେ ଗ୍ରାସ କରିସାରିଛି। ତୁମେ ବିଚଳିତ ହୋଇସାରିଛ। ନିଜର ଦୁର୍ବଳତାକୁ ଲୁଚାଇବାକୁ ତୁମେ ଉଚ୍ଚ ଆବାଜରେ କଥାମାନ କରୁଛ। ଯିଏ ଉଚ୍ଚ ଆବାଜରେ କଥାମାନ କରେ, ସେ କେବଳ ଏମିତି କରେ ତା'ର ଦୁର୍ବଳତାକୁ ହିଁ ଲୁଚାଇବା ପାଇଁ। ଅନ୍ୟମାନଙ୍କୁ ଡରାଇବାକୁ ଚେଷ୍ଟା କରେ। ଯେତେବେଳେ ଡରାଇବାକୁ ଚେଷ୍ଟା କରେ ଏଥିପାଇଁ ଯେ ସେମାନେ ମୋତେ ଆକ୍ରମଣ ନ କରନ୍ତୁ, କାଳେ ସେମାନେ ଆକ୍ରମଣ କରିବେ, ସେ ଭୟ ଥାଇ ମନ ଭିତରେ ସେ ଜୋର ଜୋର ଚିତ୍କାର କରି ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାଏ। ଏଥିରେ ତୁମ ମନ ମାନୁନି। ଏସବୁ ସିନା କରୁଛ ତୁମେ, ହେଲେ ତୁମ ମନ ମାନୁନି। ତୁମେ ଜାଣିଛ ଯେ ତୁମେ ଦୁର୍ବଳ ବୋଲି। ତୁମ ଅନ୍ତର୍ମନ ତୁମକୁ ସାଥ ଦେଉନି। ତୁମେ ଜାଣିଛ ତୁମେ ଦୁର୍ବଳ, ହେଲେ ଚିତ୍କାର କରୁଛ। ଏହି ଅବସ୍ଥାର ନାଁ ଆଉ କିଛି ନୁହଁ। ଏହି ଅବସ୍ଥାର ନାଁ ହେଉଛି ଦୁର୍ଦ୍ଦଶା ରାବଣ। ରାବଣ କହିଛି, ରାମ, ମୁଁ ଶୁଣିଥିଲି ତୁମ ରଘୁବଂଶୀମାନେ ବୀର ହୋଇଥାନ୍ତି। ସେମାନେ ବୀର ପରି ଯୁଦ୍ଧଭୂମିରେ ଶତ୍ରୁ ସହିତ ଲଢ଼ିଥାନ୍ତି ବୋଲି। ହେଲେ ମୁଁ ତ ଦେଖୁଛି ତୁମେ ଯୁଦ୍ଧ କରିବାର କୌଶଳ ଭୁଲି ଯାଇଛ। ଯୁଦ୍ଧକୁ ଟାଳିବା ପାଇଁ ତୁମେ ମୋ ମନକୁ ଛୋଟ କରିଦେବାକୁ ଚାହୁଁଛ, ମୋ ମନକୁ ଭାଙ୍ଗି ଦେବାକୁ ଚାହୁଁଛ ଏବଂ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛ। ମୋତେ ଲାଗୁଛି ତୁମେ କୌଣସି ଏକ ରାଜଦରବାରରେ ଜଣେ ଭାଟ ହୋଇ ବା ଜଣେ ପ୍ରବଚକ ହୋଇ ରହିବା କଥା। ତୁମ ପାଇଁ ଏ ଯୁଦ୍ଧ ଫୁଦ୍ଧ ନୁହେଁ। ଯଦି ପ୍ରକୃତରେ ତୁମେ ଯୋଦ୍ଧା, ତାହେଲେ ମୋ ସହିତ ସଂଗ୍ରାମ କର। ଏ କଥା କହି କିଛି ଲାଭ ନାହିଁ। ଏ କଥାରେ କିଛି ମାନେ ନାହିଁ। ଏ କଥା ତୁମର ନିରର୍ଥକ। ଏବଂ ତୁମ ପାଖରେ ଏ ଯେଉଁ ଧନୁ ଅଛି, ଯେଉଁ ତୃଣୀ କାନ୍ଧରେ ପକାଇ ବୁଲୁଛ, ଏହା କେବଳ ଶୋଭାବର୍ଦ୍ଧନକାରୀ ଜିନିଷ ନୁହେଁ ରେ ବାବୁ। ଏ ଯୁଦ୍ଧ କଲା ଜିନିଷ। ଯଦି ରଘୁକୁଳର ନାମ ବୁଡ଼ାଇବାକୁ ଚାହୁଁନ, ତାହେଲେ ଧର ଅସ୍ତ୍ର, କର ଯୁଦ୍ଧ। ମୁଁ ଯୁଦ୍ଧ ମଇଦାନକୁ ଆସିଛି ମାନେ ଯୁଦ୍ଧ କରିବାକୁ ଆସିଛି। ଯେତେ ବୁଝାଇଲେ ମଧ୍ୟ ମୁଁ ବୁଝିବି ନାହିଁ। ମୁଁ ଯୁଦ୍ଧ କରିବା କଥା ହିଁ କରିବି। ତେଣୁ ସମୟ ନଷ୍ଟ ନ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଏହା କହିଛି ତ ସାଙ୍ଗେ ସାଙ୍ଗେ ରାବଣ କ'ଣ କରିଛି, ବାହାର କରିଦେଇଛି ଅସ୍ତ୍ର, ଆରମ୍ଭ କରିଛି ଯୁଦ୍ଧ ପ୍ରଭୁ ଶ୍ରୀରାମଙ୍କ ସହିତ। ପ୍ରଭୁ ଶ୍ରୀରାମଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ବହୁତ ବଡ଼ ବଡ଼ ଅସ୍ତ୍ର ଛାଡ଼ିବା ଆରମ୍ଭ କରିଛି, ଶର ଛାଡ଼ିବା ଆରମ୍ଭ କରିଛି ରାବଣ। ଯେତେ ପ୍ରକାର ଜ୍ଞାନ ଅଛି ସବୁ ଜ୍ଞାନକୁ ଉପଯୋଗ କରି ଛାଡ଼ୁଛି ଶରମାନ। ପ୍ରଭୁ ରାମ ହସ ହସ ମୁଖରେ ସମସ୍ତ ଶରକୁ ରାବଣର ପ୍ରତିହତ କରିଚାଲିଛନ୍ତି। ପ୍ରଭୁ ଶ୍ରୀରାମଙ୍କର ଏ ଶକ୍ତି ଦେଖି ବିଚଳିତ ହୋଇଯାଇଛି ରାବଣ। ମନେ ମନେ ଚିନ୍ତା କରିଛି, ମୁଁ ତ୍ରିଭୁବନ ବିଜୟୀ ହୋଇଛି ସିନା, ହେଲେ ଏଭଳି ବୀରଙ୍କ ସାମ୍ନା ମୁଁ କେବେ ବି କରିନଥିଲି। ତା ମୁହଁର ଭାବଭଙ୍ଗୀ କହୁଛି ଏଇଆ, ହୃଦୟ କହୁଛି ଏଇଆ। କିନ୍ତୁ ହୃଦୟର ସମସ୍ତ କଥାକୁ ବ୍ୟର୍ଥ ନ ମାନି ରାବଣ କ'ଣ କରିଛି, ଯୁଦ୍ଧ କରିଚାଲିଛି। ଗୋଟିଏ ପରେ ଗୋଟିଏ ଅସ୍ତ୍ର ଛାଡ଼ୁଛି। ପ୍ରଭୁ ସେ ଅସ୍ତ୍ରକୁ କାଟୁଛନ୍ତି। ଘମାଘୋଟ ଲଢ଼େଇ ଚାଲିଛି। ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ପ୍ରଭୁଙ୍କର ସେଦିନର ସେ ଯୁଦ୍ଧକୁ ଦେଖୁଛନ୍ତି।
हठात प्रभु कौन करिसंती जे रावण को जो दुर्दशार कथा कहिसंती रावण प्रकृतर से दिन डरी जाइछि एवं इनि मकराक्ष इत्यादि मरिचंती से दुख से जंत्रणा मध्य हृदय रही रावण परि से दिन युद्ध करि पारि नाही। प्रभु कौन करिसंती जेतोल देखिचंती रावण आज टिके दुर्बल अच्छी सांगे सांगे कौन करचंती प्रभु सर आरंभ करचंती मारिबा जेमती सर मारिबा आरंभ करचंती प्रथमे रावणर सर को काटिचंती सर भांगी दिखंड रावण हाथ रे रावणर जो मारुथिले सर ता दिखंड हो जाइछि सर मारी पारिनी रावणर सर खसी पड़ी हाथ धनु 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 मध्य दिखंड हो जाइछि तो रावण आ सर मारिबो बा कौन या पर खड्ग बाहर करछि जो खड्ग बाहर करछि से खड्ग को मध्य प्रभु काटी देइचंती गोटिए परे गोटिए जो अस्त्र बाहर करछि रावण से अस्त्र को काटी दिखंड कर दउचंती प्रभु रावण एबे अस्त्रहीन हो जाइछि आ अस्त्र ता पाखरे नाही। ए समय प्रभु कौन करचंती रावण रथर चक को मारिचंती सर चक भांगी जाइछि रथ गली पड़ी रावण तलू पलि आसी ठिया तले यहाँ पर रथर जो ध्वजा को काटिचंती प्रभु ध्वजा को कटा सरी यहाँ पर सर संधान करिचंती प्रभु काहाकू रावण को मारिबा को रावण जानिगला जे मु वर्तमान अस्त्र नहीं मु सेमती ठिया सामने शत्रु सरसंधान करुची अर्थात मोर मृत्यु निश्चित रावण आखि बंद कर ठिया होई प्रतीक्षा करिछि मृत्युर हेले प्रभु से समय कहिचंती रावण तू कहतुल ना ये किछि समय आगुरु जे युद्ध भूमि रे भलमंद किछि विचार करा जाए नहीं जेनतन प्रकार न जीतिबा हेउछि युद्ध ये हेउछि तुम परि अभक्त तुम परि राक्षस मानकर कथा मु हेउछि रघुकुलर स्वामी रघुकुलर रीति अलगा जड़े वीरर रीति अलगा जे प्रकृत वीर से जड़े अस्त्र नथिबा व्यक्ति उपर को केबे भी कोनोसी परिस्थिति रे सरसंधान करे नाही किंबा पछरु बाण मारे नाही से कथा आम रघुवंशी मानकु योद्धा मानकु भल रकम जना से नियम बल रे मु आज तोते मारिबी नाही कारण तो हाथ रे अस्त्र नहीं। देख रावण सामने मृत्यु थिला तो पर जड़े त्रिभुवन वीर आज मो सामने ठिया होइछि ना हाथ रे अस्त्र अच्छी ना हाथ रे शस्त्र अच्छी त्रिभुवन विजयी आज चुपचाप मुंड को नई ठिया होइछि तू आशा करुछु मरिबा को तोते हेले मु मृत्युदंड दौ नहीं मारिबार समस्त सामर्थ्य थाई मध्य रावण मु तोते आज क्षमा कर दउछि तो परि जने महान वीर आजिर युद्धभूमि रे जने वनवासी ठारू जीवन भिक्षा नहीं आज ता अंतपुर को जीव रावण यार अर्थ हेउछि दुर्दशा दुर्दशा आउ किछि नुहे यही होउछि दुर्दशा। ये कथा सुनिला परे रावण मुहर समस्त ज्योति हजि जाइछि चाली चाली जाउछि रावण पाखरे रथ नाही जाई पहुँची निज सेना मानक पाखरे सेना समेत प्रस्थान करुछि रावण सेतेबेले तार जो छाती चौड़ा ही रहूला जो स्वर जो शिर उन्मत्त हो रहूला आग ऊपर को अनौला से शिर आज लज्जारे नई जाइछि जड़े सर्वहरा परी
ଯୁଦ୍ଧଭୂମିରେ ପ୍ରଭୁ ରାମଙ୍କ ଠାରୁ ଜୀବନ ଦାନ ପାଇ ଯାଉଛି ରାବଣ, କିନ୍ତୁ ସେ ଅହଙ୍କାରୀ ରାବଣ ହେଇ ନୁହେଁ। ପଛରେ ଅବଶ୍ୟ ପୁଣି ଅହଙ୍କାର ଆସିଯାଇଛି, କିନ୍ତୁ ସେଦିନ ସେ ଅହଙ୍କାରୀ ରାବଣ ରୂପେ ନୁହଁ, ସବୁ ହରାଇଥିବା, ସର୍ବସ୍ୱାନ୍ତ ହୋଇସାରିଥିବା ଜଣେ ସାଧାରଣ ଲୋକ ପରି ମୁଣ୍ଡକୁ ତଳକୁ ପୋତି ଜୀବନ ଦାନକୁ ଗ୍ରହଣ କରି ଯାଉଛି ରାବଣ। ଏହିପରି ଭାବରେ ପ୍ରଭୁ ରାମ ଏହି ରାବଣକୁ ଦୁର୍ଦ୍ଦଶାର ପରିଭାଷା ବୁଝାଇଥିଲେ। ଆଶା କରୁଛି ଦର୍ଶକ ବନ୍ଧୁ ଆଜିର କଥା ନିଶ୍ଚିତ ଭାବରେ ଭଲ ହୋଇଥିବ। ଆଗାମୀ ଭିଡ଼ିଓରେ ପୁଣି ଥରେ ଦେଖା ହେବ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।